ଜୟଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟକୁ ବିଜ୍ଞ ଶ୍ରୋତା ଏବଂ ଦର୍ଶକମାନଙ୍କୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଆଜିର ଅଧ୍ୟାୟ ବିଚିତ୍ର ଦେଶ। ଆମ ଦେଶ ଏକ ବିଚିତ୍ର ଦେଶ। ଏଇଟା ଯେ ଧର୍ମନିରପେକ୍ଷ ଦେଶ କେବଳ ସେତିକି ନୁହେଁ, ଆରେ ଅନେକ ବିଚିତ୍ରତା ଅଛି ଯେଉଁଗୁଡ଼ାକ ଆଇନତ ଠିକ୍ ନୁହେଁ। ଆମେ ଗୋଟେ ଗୋଟେ ଆଲୋଚନା କରିବା ତ ଅନେକ ଜିନିଷ ଅଛି ଯେଉଁଥିରେ ବହୁତ ଗୁଡ଼ିଏ ଭୁଲ ହେଇ ଚାଲିଛି ଗଣତନ୍ତ୍ର ନାଁରେ। ପ୍ରଥମତଃ ଏଠି 8th କ୍ଲାସ୍ ପାସ୍ ନ କରିଥିଲେ ଜଣେ ଚପରାସି ଚାକିରି ପାଇବନି। ଅଣ୍ଟର ମାଟ୍ରିକ ହେଇଥିବ କିନ୍ତୁ 8th କ୍ଲାସ୍ ପାସ୍ କରିଥିବ। କିନ୍ତୁ ଯଦି MLA MP ପାଇଁ ଠିଆ ହେବ, ସେ ପାଠ ପଢ଼ିଥାଉ କି ମୋଟେ ନ ପଢ଼ିଥାଉ, କୌଣସି ଯୋଗ୍ୟତା ଦରକାର ନାହିଁ। ଏବଂ ସେ MP MLA ଥରେ ହେଇଗଲା ପରେ ସେ ମନ୍ତ୍ରୀ ହେଇପାରିବ। ତାର ଶିକ୍ଷାଗତ ଯୋଗ୍ୟତା ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ମଧ୍ୟ ସେ ଶିକ୍ଷାମନ୍ତ୍ରୀ ହେଇପାରିବ। ସେ କୌଣସି ପ୍ରକାର ପରିଶ୍ରମ ନ କରୁଥିଲେ, କୌଣସି ପ୍ରକାର ଟେକ୍ନିକାଲ ଜିନିଷ ଜାଣିନଥିଲେ ବି ସେ ଟେକ୍ନିକାଲ ମିନିଷ୍ଟ୍ରିର ମନ୍ତ୍ରୀ ହେଇପାରିବ। ତେଣୁ ଜଣେ ମନ୍ତ୍ରୀ MLA MP ସବୁ ହେଇପାରିବ, କିଛି ଯୋଗ୍ୟତା ଦରକାର ନାହିଁ। ଏବଂ ସବୁ ପ୍ରକାର ସୁବିଧା ଏବଂ ଦରମା ଭତ୍ତା ଇତ୍ୟାଦି ସବୁ ପାଇବ ସରକାରଠୁ। କିନ୍ତୁ ଚାକିରି କରିବାକୁ ହେଲେ ନିର୍ଦ୍ଦିଷ୍ଟ ଯୋଗ୍ୟତା ନଥିଲେ ସେ ଚାକିରି କରିପାରିବନି। ଏଇଟା ଏକ ବିଚିତ୍ରତା ଆମ ଦେଶର। ଦ୍ୱିତୀୟ ବିଚିତ୍ରତା ହେଉଛି, ଆପଣ ଦେଖନ୍ତୁ 14 ମସିହାରେ ଯେତିକି VIP ଥିଲେ ବିଭିନ୍ନ ଦେଶରେ ଏବଂ ଆମ ଦେଶରେ, ତାର ଗୋଟେ ଡାଟା ବାହାରିଥିଲା। ବ୍ରିଟେନରେ ଥିଲେ 84 ଜଣ। ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ, VIP ବୋଲି ଘୋଷଣା କରାଯିବ ଏବଂ ତାଙ୍କୁ ଆମର ଯେମିତି ଦିଆହେଉଛି YZ ସୁରକ୍ଷା, ସେମିତି ସେସବୁ ଦିଆହେଉଥିଲା, ସୁରକ୍ଷା ଦିଆହେଉଥିଲା। 14 ମସିହାର ଡାଟା କହୁଛି ଯେ ବ୍ରିଟେନରେ ଥିଲେ ଜମା 14 ଜଣ VIP ଯେଉଁମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଥିଲେ। ଫ୍ରାନ୍ସରେ 125 ଜଣ, ଜର୍ମାନୀରେ 142, ଆମେରିକାରେ 252, ଆଉ ରୁଷିଆରେ ଥିଲେ 312, ଚାଇନାରେ VIPଙ୍କ ସଂଖ୍ୟା ଥିଲା କମ୍ୟୁନିଷ୍ଟ ଦେଶ ହେଇକରି 435। ଜାଣିଛନ୍ତି 1914 ମସିହା ସୁଦ୍ଧା ଆମ ଦେଶରେ କେତେ ଜଣ VIP ସୁରକ୍ଷା ପାଉଥିଲେ ସରକାରଙ୍କ ପଇସା ଖର୍ଚ୍ଚରେ, ମାନେ ସାଧାରଣ ରାଜକୋଷରୁ ଖର୍ଚ୍ଚ ହେଉଥିଲା? 5,79,092। ବ୍ରିଟେନରେ 84, ଫ୍ରାନ୍ସରେ 125, ଜର୍ମାନୀରେ 142, ଆମେରିକାରେ 252, ରୁଷିଆରେ 312 ଏବଂ ଚାଇନାରେ 435 VIP ସୁରକ୍ଷା ସରକାରଙ୍କ ପଇସାରେ ସୁରକ୍ଷା ପାଉଥିବା ସତ୍ତ୍ୱେ ଭାରତବର୍ଷରେ 14 ମସିହା ସୁଦ୍ଧା VIPଙ୍କ ସଂଖ୍ୟା ଥିଲା 5,79,092। ଆପଣ ଭାବନ୍ତୁ 10 ବର୍ଷ, ପ୍ରାୟ 10-11 ବର୍ଷ ପରେ ଏବେ କେତେ ଜଣ VIP କି ସୁରକ୍ଷା ଦେବାକୁ କେତେ କୋଟି ଟଙ୍କା ଖର୍ଚ୍ଚ ହେଉଥିବ ଭାରତବର୍ଷରେ। ଅନ୍ୟ ଦେଶର କଥା କ'ଣ, ଆମ ଦେଶର କଥା କ'ଣ? ଇଏ ହେଲା ଦ୍ୱିତୀୟ କଥା। ତୃତୀୟ କଥା ଦେଖନ୍ତୁ, ଯେତେବେଳେ ଚାହିଁବେ ଯେକୌଣସି ଶରଣାର୍ଥୀ ଯେକୌଣସି ଦେଶରେ ପଶିପାରିବେନି। ନର୍ଥ କୋରିଆରେ ଯଦି ଭୁଲ ବାହାରିଲେ ଆପଣ ପଶିଯିବେ, ଶରଣାର୍ଥୀ ହିସାବରେ ହେଉ କି ଯେଉଁ ହିସାବରେ ହଠାତ୍ ପଶିଯିବେ, 12 ବର୍ଷ ସଶ୍ରମ କାରାଦଣ୍ଡ। ଆଫଗାନିସ୍ତାନରେ ସାଙ୍ଗେ ସାଙ୍ଗେ ଗୁଳି କରିଦିଆଯିବ। କ୍ୟୁବାରେ କେତେ ବର୍ଷ ଜେଲ୍ ହେବ ତାର କିଛି ଠିକଣା ନାହିଁ। ସବୁ ଦେଶରେ ଅଛି। ଆପଣ ବିନା ଅନୁମତିରେ ବିନା ଭିସାରେ ଆପଣ ପ୍ରବେଶ କରିପାରିବେନି। କିନ୍ତୁ ଭାରତବର୍ଷରେ ଯେଉଁମାନେ ଶରଣାର୍ଥୀ ହେଇକରି ଆସୁଛନ୍ତି ତାଙ୍କ ସଂଖ୍ୟା ଅସଂଖ୍ୟ, ସଂଖ୍ୟା ଗଣତି କରିହେବନି। ଏବଂ ତାଙ୍କୁ ଆମର କେତେଜଣ ପ୍ରାଦେଶିକ ମୁଖ୍ୟମନ୍ତ୍ରୀ ମଧ୍ୟ ସାହାଯ୍ୟ କରୁଛନ୍ତି। ସେମାନେ ପଶି ଆସିଲେ ଆମକୁ ଭୋଟ ଦେବେ। ଏଇ ଯେଉଁ ଶରଣାର୍ଥୀ ଆସୁଛନ୍ତି ଆମ ଦେଶକୁ, ଅନ୍ୟ ଦେଶକୁ ତ ଯାଇପାରିବେନି, ଆମ ଦେଶକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଆମ ରାଜ୍ୟର, ଆମ ଦେଶର ଲୋକମାନେ, ରାଜନୈତିକ ଲୋକମାନେ, ଯେକୌଣସି ଗୋଟେ ଦଳର ଲୋକମାନେ ତାଙ୍କ ପାଇଁ ଆଧାର କାର୍ଡ଼ କରୁଛନ୍ତି, ତାଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରୁଛନ୍ତି, ତାଙ୍କ ପାଇଁ କେମିତି କାର୍ଡ଼ ହେବ, କେମିତି ତିଆରି ହେବ, ମାନେ ସେ କେଉଁଠି ରହିବେ, ବସ୍ତି ଶହ ବସ୍ତି ତିଆରି ଚାଲିଛି ଯେଉଁଠି ସେମାନେ ସବୁ ରହୁଛନ୍ତି। ତାଙ୍କ ପାଇଁ ଜମି ଫମି ବ୍ୟବସ୍ଥା କରିଦିଆହେଉଛି। ମାନେ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ଯେମିତିକି ସେମାନେ ଆମ ଦେଶର ଲୋକ ଏବଂ ସେ ଭୋଟ ଦେବାକୁ ମଧ୍ୟ ସକ୍ଷମ ହେଉଛନ୍ତି। ତାଙ୍କୁ ଭୋଟ ଦେବାର, ତାଙ୍କର ଭୋଟର ID ସବୁ ତିଆରି କରିବାର କାମ ଆମରି ଦେଶ ଲୋକ ସବୁ ତିଆରି କରୁଛନ୍ତି। କାରଣ ଆମ ଦେଶ ଲୋକ ହିଁ ସାହାଯ୍ୟ ନ କରିଥାନ୍ତେ ଇଂରେଜମାନେ କ'ଣ ଆସି ଆମକୁ 200 ବର୍ଷ ଶାସନ କରିଥାନ୍ତେ? ଆମେ ତାଙ୍କୁ ସାହାଯ୍ୟ କରି ଆଣିଲୁ। ଆମ ଦେଶ ଲୋକ ତାଙ୍କୁ ସାହାଯ୍ୟ କରି, ତାଙ୍କୁ ପ୍ରୋତ୍ସାହନ ଦେଇ, ତାଙ୍କୁ ଆମ ବିରୁଦ୍ଧରେ ଲଢ଼ିକିରି ଜିତିକିରି ଆମକୁ ଟର୍ଚର କରିବା ସକାଶେ ବ୍ୟବସ୍ଥା କରିଦେଲେ। ତେଣୁ ଲାଭ କ'ଣ ହେଉଛି ନା, ଅନ୍ୟ ଶରଣାର୍ଥୀ ପଶିବା ଦ୍ୱାରା ଏବେ ପଶ୍ଚିମବଙ୍ଗରେ ମନ ଇଚ୍ଛା ଶରଣାର୍ଥୀ ପଶୁଛନ୍ତି ବାଂଲାଦେଶରୁ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ, କେରଳରେ ପଶୁଛନ୍ତି, ପଞ୍ଜାବରେ ପଶୁଛନ୍ତି, ବହୁତ ରାଜ୍ୟ ଆମର ବର୍ତ୍ତମାନ ମାନେ ମୋଦି ବା ପ୍ରଧାନମନ୍ତ୍ରୀ ମୋଦିକୁ ବିରୋଧ କରିବା ନାଁରେ ହିନ୍ଦୁ ଧର୍ମକୁ ବିରୋଧ କରି ଚାଲିଛନ୍ତି।
फल कौन हो इटाली आसुवा लोक जितुची बांग्लादेश आसुवा लोक भोट दौर आउ थे कौच भोट दौर जे बांग्लादेश आसश नु हजार हजार संख्यार जितुंट किए ना अन्य देश आसुवा इटाली आसुवा लोक जितुची बांग्लादेश आसुवा लोक भोट देवे से जीति जाऊँगी भोट किए दौर किए जितुची देखो यहाँ अन्य देश संभव नुह यहाँ आम देशर विचित्रता आउ एक विचित्रता होमर सबू मंत्री एमएलए जो मैंने अच्छा संख्या किसी कम नुह आप हाराहारी 200 धरतु गोटे स्टेट्रे कि 100 भी धरतु 50 भी धरतु 30टा देश प्रदेश है 1500 पुणी केन्द्र में अच्छा ये जिते एमएलए एमपी अच्छा सब एम घर के रेड कर ईडी हो कि सीबीआई हो कौन मंत्री एमएलए घर रेड कराऊनी केबे भी नुह जदि कराऊँ से खाली ना को लोक देखाणिया कि सब सागे सागे जमीन पाँच किए कोर्टर जमीन पाई किए थाना जमीन पाई जाऊँगी किए केस फाइल कि जमीन पाई जाऊँगी कि क्या किसी एक्शन निहार ना कि जो मैंने चाकरी कर बेपार कर व्यवसाय कर मुष्टि माने अल्प पुंजी से घर बारंबार रेड कराऊँ एत टा धरा पड़ा एत जगह आमको जिनस है ये सब सागे सागे खबर कागज पकाऊ अपमानित कराऊँ जेल पठाया व्यवस्था कराऊँ कि जेल जाऊना केस फाइल होनी जदि धरा हो 600 चढ़ऊ हो 600 जन घरे से खूब बेसी 20 जन कि 25 जन कन्विक्टेड होती दंड पाँच आउ मैंने पैसा पत्र दे खलास हो पैसा पत्र कलेक्शन सकाशे घर चढ़ऊ हो जो मैंने ठीक टाइम रे ठीक समय ठीक लोक को ठीक अमाउंटर लांच दे पार्टी घर आदौ रेड हो ये एक विचित्रता आम देशर अन्य देश सब जिन ना आम देश गोटे अच्छी जो मैंने भोट रे हारी जाऊँच लोकसभा निर्वाचन ठिया हारीगले तीन थर हारे जी शासक दल राज्यसभा मनोनीत करनब एवं थरे से एमपी हो गले से मंत्री हो पारे तेणु जो लोक को लोक मैंने चाहूना नेता हवा शासन गादी बसवाक ये राज्यसभा मध्यम मनोनीत हवा मध्यम नहीं मंत्री भी कर दिया यहाँ अन्य देश संभव नुह केवल भारत संभव से कि आम देशर जो मैंने सब मंत्री होती समस्त को लोक निर्वाचन में जीति ना से मनोनीत ही राज्यसभा व विधान परिषद को जाई मंत्री होकर केन्द्र में राज्य में बस आउ गोटे जिन हूँ मागणा खाद्य पोशाक ये मागणा खाଇବା जोगेवा जो 5 टंकिया मिल है आहार केन्द्र सब खोलाई कि स्कूल मान सब पोशाक पिला पोशाक दिखाई कि आवास योजना सब प्रधानमंत्री दिखाई जिते प्रकार मागणा जिन दिखाई मागणा जिन सब आसूँ कौटू सर्वसाधारण जो टंका टैक्स देते दूर आस जी अधिका टी रोजगार कला से टैक्स दब एवं सरकार से साधारण लोक किसी पचारूना क्या क्या देवे कौ कौ जिन दिज्व जी सरकार से मन इच्छा दब ए जिनपतर खाली दिखाई कथा नुह ए टंका होगा सिस्टम मासक आम एति टका ना प्रत्येक महिला को देवु प्रत्येक बेरोजगारी को देवु तेणु ये टंका बंटा योजना चली यार शीर्ष यहाँ सर से दिन जो दिन देश भिकारी अवस्था को आसीज कहीं प्रोडक्शन पे किसी उत्पादन पे किसी सरकारी रिहाती ना प्रोत्साहन ना टंका बांटिक केवल गादी अकुपाई करवा आउ अन्य किसी आमर लक्ष्य ना यही लक्ष्य देश दिन को दिन कोटी कोटी भिकारी सृष्टि करो मैंने चाह बस आउ कौन कौन मागणा मिल यहाँ चली चली आउ सबुठ बड़ कथा हूँ डुप्लिकेट जिनस आपंकर ये क्षीर डुप्लिकेट छेना डुप्लिकेट पनीर डुप्लिकेट औषध डुप्लिकेट टंका डुप्लिकेट टंका छपा चल सब जिन हो बारंबार हो धरा पड़ी पुणी कि पुणी चलुँ कारण जो धरा पड़ुं से केते परिमाण निर्दिष्ट टंका शासन गादी में लोक जो मैंने इन्वेस्टमेंट कर खसी जाऊँ तेणु खसीजाटा ये आईन कला बेलू आईन रू खसीजा बाटा को आग सृष्टि कराए जदि आम यहाँ आईन करवा आम कौ बाटे खसवा से बाटा लेखाई रो तेणु जो सहीटा लेखाई रोचे से आईन कर किसी मूल्य रोनी आप गोटे जिन देखो आईन कराई ये 2टारू अधिक संतान थे आप सरपंच हो पारे ये पचर जना पड़ो कटिज आप सरपंच हो पारे सरपंच वार्ड मेम्बर पे यहाँ अच्छे कि जनकर 10टा पिला 8टा पिला 12टा पिला 2टारू जिते अधिक थे पिला थे भी जड़े एमपी हो पार एमएलए हो पार ये कि प्रकार न्याय आईन कि प्रकार समानता यहाँ जोटा को सुप्रीमकोर्ट जाणिक चुपी बस अन्य तो सब से कहते
କିନ୍ତୁ ଏ ବିଷୟରେ କେହି କିଛି କହୁନାହାନ୍ତି। ଜଣେ ସରପଞ୍ଚ ହେଇଗଲେ ତାର ଦୁଇଟାରୁ ଅଧିକ ପିଲା ଥିଲେ କଟିଯିବ, ତାର ସରପଞ୍ଚ ପୋଷ୍ଟ ରହିବନି, ବା ସେ ଠିଆ ବି ହେଇପାରିବନି। କିନ୍ତୁ ଜଣେ MP ହେଇପାରିବ, MLA ହେଇପାରିବ, ମନ୍ତ୍ରୀ ହେଇପାରିବ। ଶିକ୍ଷାଗତ ଯୋଗ୍ୟତା ବିଷୟରେ ତ ନ କହିଲେ ଭଲ। ଜଣଙ୍କର ଶିକ୍ଷକତା ଯୋଗ୍ୟତା ନଥିଲେ ସେ ପିଓ ଚାପରାସି ବା କ୍ଲର୍କ ବା କେହି ହେଇପାରିବନି। କିନ୍ତୁ କିଛି ନଥାଇକି ଜଣେ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏସବୁ ସେମାନଙ୍କର ପଦବୀ ଗୁଡ଼ାକରେ, ରାଜନୈତିକ ପଦବୀ ଗୁଡ଼ାକରେ ଯେଉଁମାନେ ଶାସନ କରୁଛନ୍ତି ତାଙ୍କ ପଦବୀ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ନାହିଁ। କୃଷି ଋଣ ଛାଡ଼ ଆଉ ଏକ ଅଧ୍ୟାୟ। କୃଷି ଋଣ ଯେଉଁ ଛାଡ଼ କରାହେଉଛି, କାହାର 5,000, କାହାର 3,000, କାହାର 15,000, କିଏ ଆଣିଛି ସେ ତ ଜାଣିନାହାନ୍ତି କେବେ ଛାଡ଼ କରାଯିବ। ତେଣୁ ଯଦି ଯେତେବେଳେ ଛାଡ଼ କରାହେଉଛି ଏ ସାଧାରଣ ଲୋକ କିଛି କିଛି ଛାଡ଼ ପାଉଛନ୍ତି। କିନ୍ତୁ ପ୍ରକୃତ ଛାଡ଼ କରାହେଉ ସେତେବେଳେ ଯେତେବେଳେ ବଡ଼ ବଡ଼ିଆଙ୍କର ଶହ ଶହ କୋଟି ଟଙ୍କାର କୃଷି ଋଣ ସେମାନେ ନେଇଯାଇଛନ୍ତି ଏବଂ ସେତେବେଳେ ସେମାନେ ଡିକ୍ଲେୟାର କରୁଛନ୍ତି, ସରକାରଙ୍କୁ କହୁଛନ୍ତି, ସରକାରୀ ଲୋକ ସେମାନେ ବି ସରକାରୀ ମନ୍ତ୍ରୀ, ସେମାନଙ୍କୁ ସେତେବେଳେ ଡିସିସନ୍ ନେଉ ସେତେବେଳେ ଯେତେବେଳେ କି ହଜାର ହଜାର କୋଟି ଟଙ୍କାର ଋଣ ତାଙ୍କର ଛାଡ଼ କରିଦିଆଯିବ। ସେମାନେ ଆଗ ଲୋନ୍ ନେଇଯାଉଛନ୍ତି ବ୍ୟାଙ୍କମାନଙ୍କୁ କହିକରି, ସରକାର ପ୍ରେସର ପକାଇକରି ଲୋନ୍ ନେଇଯାଉଛନ୍ତି ଏବଂ ସେମାନଙ୍କ ଋଣରେ ମାନେ ପ୍ରକୃତ ଲାଭଟା ସେମାନେ ପାଉଛନ୍ତି। ଆଉ ସ୍କାମ୍ର ତ ଅନ୍ତ ନାହିଁ। ଏହା ପୂର୍ବ ସରକାର ଅମଳରେ ହେଉ କି ଏ ସରକାର ଅମଳରେ 2G ସ୍କାମ୍, କୋଲ୍ ସ୍କାମ୍, ଖଣି ଦୁର୍ନୀତି ସ୍କାମ୍, ଏ ଯେତେ ପ୍ରକାର ଦୁର୍ନୀତି ହେଉଛି ହଜାର ହଜାର କୋଟି ଟଙ୍କାର, ଏ ଦୁର୍ନୀତି ହେଉଛି ଜାଣତରେ, ସରକାରଙ୍କ ଜାଣତରେ ହେଉଛି। କାରଣ ଗୋଟେ ଲୋକକୁ ତୁମେ ଦେଲ ଏକର ଜାଗା ଖୋଳିକିରି ଖଣି କରିବାକୁ, ସେ ଯେତେବେଳେ 10ଟା ଜାଗାରେ 10 ଏକର କି 15 ଏକର ଜାଗା ଖୋଳିକିରି ଖଣି ନେଉଛି ଏବଂ ସେ ନିର୍ଦ୍ଦିଷ୍ଟ ପରିମାଣର ଲାଞ୍ଚ ଦେଇ ଚାଲିଛି, ତାକୁ ତୁମର କେହି ନାହାନ୍ତି। ଖଣି ବିଭାଗ ଧରନ୍ତୁ, ଖଣି ବିଭାଗ ତାର ଡାଇରେକ୍ଟର, ଡେପୁଟି ଡାଇରେକ୍ଟର, କେତେ ପ୍ରକାର ଲୋକ ଅଛନ୍ତି, ସେମାନେ କେହି ଜାଣିପାରୁନାହାନ୍ତି ଯେ ଏକର ଜାଗାକୁ ଦିଆଯାଇଥିଲା ଏ 10 କ'ଣ ଜଣେ କି ଖଣି ମାଲିକ? ଖଣି ମାଲିକ ବି ବହୁତ। ତେଣୁ ବାଲି, ଖଣି, କୋଇଲା ସବୁ ଖୋଳି ତାଡ଼ିକିରି ଯିଏ ଯାହା ନେବା କଥା ନେଇ ବିକି ବାକିକିରି ହଜାର ହଜାର କୋଟି ଟଙ୍କା ନେଇଯାଉଛନ୍ତି। ସବୁ ସରକାରଙ୍କ ଜାଣତରେ ହେଉଛି। ଆପଣ କହୁଛନ୍ତି ବିରୋଧୀ ଦଳ ବି ସେଇ, କାଲି ସକାଳେ ସେମାନେ ପୁଣି ସରକାରକୁ ଆସିବେ। ଯିଏ ବର୍ତ୍ତମାନ ଆଗରୁ ସରକାରରେ ଥିଲା ସେତେବେଳେ ଶାସନ କଳରେ ଯେଉଁମାନେ ଥିଲେ, ଏବେ ଯେଉଁମାନେ ସରକାରରେ ଆସିଛନ୍ତି ସେ ଶାସନ ଗତିରେ ସେମାନଙ୍କୁ ଧରିକିରି ଶାସନ କରୁଛନ୍ତି। ତେଣୁ ଧରନ୍ତୁ ଗୋଟେ ହତ୍ୟାକାଣ୍ଡ ବିଷୟରେ ପୂର୍ବ ସରକାର ସବୁ ଘୋଡ଼େଇ ଗାଡ଼ି ନିଜେ ହତ୍ୟାକାଣ୍ଡ କରେଇଲେ, ତାର ସବୁ ଜିନିଷ ସବୁ ପ୍ରମାଣ ନଷ୍ଟ କରିଦେଲେ। ଏବେ ଯଦି ସେ ସରକାର ବର୍ତ୍ତମାନ ଇନଭେଷ୍ଟିଗେଟ୍ ପୁଣି ଥରେ କରିବେ, କେଉଁ ପ୍ରମାଣଟା ଅଛି ଯେ ସେମାନେ ଇନଭେଷ୍ଟିଗେଟ୍ କରିବେ? କିଏ ବି ଇନଭେଷ୍ଟିଗେଟ୍ କରିବ? ଶାସନ କଳରେ ଯେଉଁମାନେ ଅଛନ୍ତି, କିରାଣୀ ହୁଅନ୍ତୁ, ଡାଇରେକ୍ଟର ହୁଅନ୍ତୁ, ଡାଇରେକ୍ଟର ହୁଅନ୍ତୁ, ଚାକିରିଆ ଗୋଷ୍ଠୀ ଯେଉଁ ଅଛନ୍ତି, ସେଇମାନେ ଇନଭେଷ୍ଟିଗେଟ୍ କରିଥିଲେ ସେତେବେଳେ, ସେମାନେ କରେଇଥିଲେ ହତ୍ୟା, ସେମାନେ ସବୁ ପ୍ରମାଣ ନଷ୍ଟ କରିଛନ୍ତି। ସେଇମାନଙ୍କୁ ବର୍ତ୍ତମାନ ପୁଣି ଦାୟିତ୍ୱ ଦିଆଯାଉଛି, ତୁମେ ଆଉ ଥରେ ଇନଭେଷ୍ଟିଗେଟ୍ କର। କ'ଣ ବାହାରିବ ସେଥିରୁ? କେବଳ ପଇସା ଖର୍ଚ୍ଚ କରିବା କଥା ଏବଂ ଲୋକମାନଙ୍କୁ ଜଣାଇବା କଥା ଯେ ସେମାନେ ଦୁର୍ନୀତି କରିଥିଲେ, ଆମେ ଦୁର୍ନୀତି କରୁନାହିଁ। ଇଏ ପୁଣି ଯେତେବେଳେ ବିରୋଧୀ ଦଳ ହେବେ ସେମାନେ କହିବେ ଆମେ ଦୁର୍ନୀତି କରୁନାହୁଁ, ସେମାନେ ଦୁର୍ନୀତି କରୁଥିଲେ। ପ୍ରକୃତରେ ଶାସନ ଗାଦିକୁ ଯେଉଁ ନେତାମାନେ ଯାଇଛନ୍ତି ସେମାନେ ଶାସନ କଳରେ ଥିବା କିରାଣୀ, ଚପରାସି ଆଉ ଅଫିସର ଯେଉଁମାନେ ଅଛନ୍ତି ସେମାନଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି, ସେମାନଙ୍କ ମାଧ୍ୟମରେ ଲାଞ୍ଚ ଖାଉଛନ୍ତି ଏବଂ ଦେଶକୁ ଖୋଳ କରିବାରେ ଲାଗିଛନ୍ତି। ଏହି ସିଷ୍ଟମଟା ଯଦି ବହୁତ ଦିନ ପର୍ଯ୍ୟନ୍ତ ଚାଲେ, ୟୁକ୍ରେନ୍ର ଯେଉଁ ଅବସ୍ଥା ହେଇଛି, ପୋଲାଣ୍ଡରେ ବସିକରି ଭିକ ମାଗୁଛନ୍ତି, ଠିକ୍ ସେମିତି ତାଙ୍କର ତାହେଲେ ଚାରିକଡ଼ ଯାକ ଯେଉଁ ଦେଶ ଅଛି ତାଙ୍କୁ ଭିକ ମାଗି ହେବ। ସେମାନେ ଆଶ୍ରୟ ଦେଲେ, ଆମକୁ ଯଦି ଯେତେବେଳେ ଅବସ୍ଥା ଖରାପ ହେବ ଆମକୁ କିଏ ଆଶ୍ରୟ ଦେବ? ଚାଇନା ଦେବ ନା ପାକିସ୍ତାନ ଦେବ ନା ବାଂଲାଦେଶ ଦେବ ନା ଆଫଗାନିସ୍ତାନ ଦେବ ନା ଶ୍ରୀଲଙ୍କା ଦେବ? ଆମେ ଭାବିଚିନ୍ତି କାମ କରୁଛନ୍ତି। ନେତାମାନେ ଯଦି ସେ ବିଷୟରେ ଭାବୁନାହାନ୍ତି। ଯେମିତି ମରିବା କଥା କେହି ସବୁଦିନ ମଶାଣିକି ଲୋକ ଶବ ନେଇ ପଡ଼ିଲା ବେଳେ ତାଙ୍କର ଟିକେ ବୈରାଗ୍ୟ ମନୋଭାବ ଆସେ, କିନ୍ତୁ ତା ପରେ ପରେ ଯେଉଁ କଥାକୁ ସେଇ କଥା, କେବେ କେହି ଭାବନ୍ତି ନାହିଁ ଯେ ସେ ନିଜେ ମରିବେ ବୋଲି। ଏଇଟା ହିଁ ସବୁଠୁ ବିଚିତ୍ରତା। ଯୁଧିଷ୍ଠିର ଧର୍ମ ପକ୍ଷକୁ କହିଥିଲେ ଯେ ସବୁଦିନ ଲୋକ ମରିବା ଦେଖି ମଧ୍ୟ ନିଜେ ମରିବେ ବୋଲି ମୋଟେ ଭାବୁନାହାନ୍ତି। ଆଉ ଗୋଟେ ଜିନିଷ ଦେଖନ୍ତୁ, ଯେଉଁ ଋଣ ଦିଆହେଉଛି ବ୍ୟାଙ୍କରୁ, 4-5 ବର୍ଷ ତଳ କଥା ମୁଁ କହୁଛି, ଭୂଷଣ ଷ୍ଟିଲ୍ର ଥିଲା 44,478 କୋଟି ଟଙ୍କାର ଋଣ ବ୍ୟାଙ୍କରୁ, ଏସ୍ଆର୍ ଷ୍ଟିଲ୍ର ଥିଲା 37,284, ଆଲୋକ ଇଣ୍ଡଷ୍ଟ୍ରିର ଥିଲା 20,075, ଲେମ୍ସ ଇନଫ୍ରାର ଥିଲା 44,000, ଆଉ ଯେଉଁ ଗୌତମ ଆଦାନୀ ଆଉ MR ଗ୍ରୁପ୍, ଜିନ୍ଦଲ ଗ୍ରୁପ୍ ଏଇ ତିନିଟାର ମିଶିକିରି 5-6 ବର୍ଷ ତଳେ 1,20,000 କୋଟି ଟଙ୍କା ଋଣ ଥିଲା। ସେ ଗଲା କୁଆଡ଼େ? ବର୍ତ୍ତମାନ ପୁଣି ତାଠୁ ଅଧିକା ଅଛି। ସେ ଗୋଟିଏ ପଇସା ସୁଝି ନାହାନ୍ତି, ବା ଯାହା ସୁଝୁଛନ୍ତି ତାର ନେଗ୍ଲିଜିବଲି ସ୍ମଲ୍, ସେ ଅତି କମ୍ ପରିମାଣ ସୁଝୁଛନ୍ତି। ଏସବୁ ଯାଉଛି କୁଆଡ଼େ? ସରକାର ତାଙ୍କୁ ଲୋନ୍ ଦେଉଛନ୍ତି, ସେଥିରୁ କିଛି ବାହାରିକିରି ପଳେଇଛନ୍ତି ବିଦେଶକୁ, ତାଙ୍କୁ ଆଣିବା ନାଁରେ, ଫେରି ଆଣିବା ନାଁରେ, ପ୍ରତ୍ୟର୍ପଣ ନାଁରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଠି ବି ଯେଉଁମାନେ ଅଛନ୍ତି ତାଙ୍କର ଋଣ ଭରଣା କରିବାକୁ, ତାଙ୍କ କ୍ଷତିଟାକୁ, ବ୍ୟାଙ୍କର ଯେଉଁ କ୍ଷତି ହେଲା ସେମାନେ ନେଲେ ଆଉ ଦେଲେନି। ଆମେ ତାକୁ ଆଗରୁ ବ୍ୟାଡ୍ ଡେଟ୍ କହୁଥିଲୁ, ଏବେ ତାକୁ ନୂଆ ନାଁ ଦେଇଛନ୍ତି ସରକାର, ନନ୍ ପରଫର୍ମିଂ ଆସେଟ୍, ଅନାଦେୟ ଋଣ। ଏକା ଜିନିଷ, ତାଙ୍କୁ ବ୍ୟାଡ୍ ଡେଟ୍ କୁହ କି NPA କୁହ,
काम होची कौन ना से टंका आसुनी तेणु सरकार आसिले ए सरकार को तुम बाबू केते अच्छी बैंक तुम अनादय ऋण ना आमर 100 कोटी अच्छी ना ठीक अच्छे रिजर्व बैंक तुमको 80 कोटी फाइनान्स कर तुम नहीं जाओ तुम चला बैंक सीटा फाइनान्स भी पूरा साहय कर दिया तेणु जो बड़ बड़िया मैंने जो लोन नौ आम जो लोन नबू आम सागे सागे नोटिस नोटिस ग्यारंटर को आमको सागे सागे घर को दौड़ी जिनपतर थब यदि सीज कर दियो ना जेल पूरा से जो घी मारी बस लोन सुझा दायित्व बैंकर एवं बैंक सुझा दायित्व सरकार बैंकर पैसाटा सुझा दायित्व सरकार गोटे दायित्व ना के नाला ना ना हेनी तेणु ये है आमर विचित्रता आम देशर आउ के विचित्रता अच्छे तो कहले तो बर्तमान माने आहरी अधघंटा कहले भी सरबनी धर्म नाम जो चलती तैयारी मंदिर टे जी तैयारी कर अमुक बाबा मंदिर ताले ठीक अच्छे सरकार को कहीकि से 3 एकर जगह नहीं जी एमती 3 एकर 2 एकर एक सब जगह नहीं करी भारत वर्ष सारा मंदिर मस्जिद चर्च यार संख्या किसी गणती ना अति मात्रा बढ़ी जाइए जी गोटे बाबा सृष्टि है जब से कौन मंत्री एम तार भक्त हो गले सागे सागे से सरकारी प्रोत्साहन में जगह पाई मंदिर तैयारी को एमएलए एमपी ब्लड फंड रू टंका दी कौटी पिला माने पानी में पहरिकी जाऊँ स्कूल को कौटी रास्ता ना कौटी पोल ना कौटी कादुआ भितर लोक जावासा कर हाँ सेठी माने कोटी टका खर्च कले से जगह सुना फलता सेठी खर्च न करी ये मंदिर मस्जिद एवं चर्च शह शह नुह हजार हजार संख्यार तैयारी चली प्रति वर्ष शह शह तैयारी होत्वे केबे भी कौन सरकार बा विचाराला भावुना यहाँ करवा उचित नुह आपण मैंने मन थी जो बाण किणला बेले कहूला चाइना रू आप बाण किणु ना से आमठू पैसा नहीं बाण बिकिक आमठू पैसा नहीं आम विरुद्ध लड़ुं सी जिते बड़े यहाँ कहगला सरकार द्वारा लोक मान कहगला से अंबानी बाबू चाइना रू 3 कोटी मोबाइल ऑर्डर करते आनिकी 1500 टका लेखाने सब सेलटा बढ़ेवा सकाशे लोक ग्राहक मान सब देते 1 कोटी टका मोबाइल की 1500 टकर मुझे देवी सी कौट मगई से चाइना मगई चाइना मगेबाटा चार आम चाइना जिनस व्यवहार करवाटा मना तेणु आईनटा सब अन्य अलग साधारण लोक अलग यहाँ हूँ केवल आम देश में अन्य कौन देश यहाँ ना जो जिनस जदि चले ताले आउ गोटे बड़ जिनस आपने समस्ते देखुं जानते प्रति वर्ष सबु समय प्राय प्रति मसरे इलेक्शन चलती कौटी कौ स्टेट्र इलेक्शन हो कौटी बाई इलेक्शन हो कौटी कौन ना कौन गोटे इलेक्शन हो से शह शह नुह हजार हजार कोटी टका खर्च चलती वर्ष सारा इलेक्शन चलता देश केवल हूँ भारत वर्ष मागणा बांटा जिनस ये अच्छी आईन ये 2 प्रकार विभक्त बड़ मान अलग सान मान अलग तेणु यही प्रकार जिनस को सबूक जिनस को विचित्रता जिनस को लेकर आम देश ये विचित्र देश से अध्यायटी ना दिखाई आपण मैंने बहुत जिन जानते सब जिन प्राय जानते आउती बहुत जिन भी अच्छी जोटा आम विचित्रता समय अभाव सब जिन कहवा संभव नहीं आशा करुच्ची नेता मैंने जदि कहीं देखती भिडियो टी निश्चय अनुभव करेंगे एवं एथुरु टिके टिके अंततः 10% 20% आस्ते आस्ते कदी खसेबा आरंभ करेंगे कटेबा आरंभ करेंगे देशटा रहीज ना काली सकाळे यूक्रेन अवस्था यूक्रेन अधिवासी भाई आम अवस्था जे नहब से कथा कही आज ये नमस्कार आशा करुच्ची पूर्व थर भाई अनेक थर भाई यथरक भी चैनल यदि भल लगुच आप शेयर करेंगे लाइक करेंगे एवं निश्चित भाव सब्सक्राइब करेंगे जदि करना याद्वारा आमर संपर्कटी भल रम आहरी अन्य जो विषय गुड़ाक आप जानते किंतु आम आलोचना करें एकाठी से गुड़िक भी आम आलोचना कर नमस्कार।